ସାର୍ କେମିତି ଅଛନ୍ତି? ସାର୍ ଗୋଟେ କଥା ପଚାରିବା। କେତେ କଥା ପଚାରିବ? ଆପଣମାନେ ତ ଆସିଗଲେଣି ଆମ ସାମ୍ନାକୁ ଆଉ ହେଲେ ଗୋଟେ କଥା ପଚାରିବା ଥିଲା। ହଁ ଖାଲି ପଚାରିବା ଥିଲା ଆପଣ ଯୁଆଡ଼େ ଶୁଣୁଛି ଖାଲି ଶ୍ରାବଣୀ ଶ୍ରାବଣୀ ଶ୍ରାବଣୀର ହଁ ପା ଖାଲି ଶ୍ରାବଣୀ ଦେଖନ୍ତୁ ଶ୍ରାବଣୀ ନାଁ କହିଲେ ବର୍ଷା ପଡ଼ିଲା ପୁଣି ଶ୍ରାବଣ ମାସ ତ କଥା ଥିଲା କି ଏଇଟା ଆପଣ ଲାଷ୍ଟ ଝିଅକୁ ବି ୟୁଜ୍ କଲେ ଶ୍ରାବଣୀ ପ୍ରମୋସନରେ। ଭାଇ ମୋ ଝିଅକୁ ଧରିକି ମୁଁ ଯାହା ଶିଖଉଛି ସେ ସେଇଆ କରୁଛି। ହଁ ଆର୍ଟିଷ୍ଟ ମାନେ ସିଏ ଆଗକୁ ପୁରା ଏକଦମ ଅଲଗା ପ୍ରକାର ମାସର ଛୁଆଟାକୁ ଧରିକି ପ୍ରମୋସନ କରୁଛନ୍ତି ଶ୍ରାବଣୀ 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 ଶ୍ରାବଣୀ। ମୋ ଝିଅ କହିଛି ମୋ ବାପାର ନୂଆ ସିରିଏଲ ଆଉଛି ଶ୍ରାବଣୀ ପେମେଣ୍ଟଟା ମୁଁ ତ ଶିଖେଇଦେବି ବାପାକୁ ମାଗିବ ଆଉ ସିଏ ତ ଟୋଟାଲ ନେଇଯିବ। ମୁଁ ଆଉ ଶିଖେଇଲେ କଣ ହବ ଯାହା ଆସିବ ନେଇଯିବ। ଯୁଆଡ଼େ ଶୁଣୁଛି ଖାଲି ଶ୍ରାବଣୀ 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 ପାଇଁ ଅଲ୍ ଦି ବେଷ୍ଟ। ଥ୍ୟାଙ୍କ ୟୁ ସମସ୍ତେ ଜି ସାର୍ଥକର ଗୋଟେ ବେଷ୍ଟ ସିରିଏଲ ଆସିଛି ଶ୍ରାବଣୀ, ତାକୁ ଦେଖିବା ପାଇଁ କେହି ଭୁଲିବେନି। କଂଗ୍ରାଚୁଲେସନ। ମୁଁ ଜାଣିଛି ତମେ ଭଲ ଡାଇରେକ୍ଟର, ବଢିଆ କାମ କରିବ। ମୁଁ ଯାଉଛି, କାମ ଅଛି। ମୁଁ ମୋ କର୍ମଟାକୁ କରୁଛି, ସବୁ ଉପରବାଲା ହାତରେ। ଭାଇ ଜୟ ମହାକାଳ। ବାପା ପ୍ରଣାମ। ଭାଇ କଣ ଏଠି ବର୍ଷାରେ ଛିଡା ହେଇକି ସର୍ଟ ଆପଣ ରପା ଲାଗିଲାଣି? ଆରେ ମୁଁ ଗୋଟେ ଖାଲି ପ୍ରଶ୍ନ ପଚାରୁଛି। ସର୍ଟ ପାଇଁ ଡାକିଲେଣି, ମୁଁ ଯାଉଛି, ତମମାନେ କଣ୍ଟିନ୍ୟୁ। ବାପା ବାପା ଯାଆନ୍ତୁ ଆପଣଙ୍କୁ ଡାକିଲି। କଣ ହେଇଛି ଭାଇ କଣ ବର୍ଷା? ମୁଁ କହୁଛି ଆକ୍ଚୁଆଲି ଯୁଆଡ଼େ ଆମେ ଦେଖିବା ଖାଲି ଶ୍ରାବଣୀ 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 ସେ ସୋସିଆଲ ମିଡ଼ିଆରେ ହଉ ସେ ଟିଭିରେ ହଉ ଖାଲି ଶ୍ରାବଣୀ ଆଉ ସିଏ ଆମର ଯୋଉ ଶ୍ରାବଣୀ ଯାଇଛନ୍ତି ଖାଲି ନାଚୁଛନ୍ତି ଶ୍ରାବଣୀ 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 ଶ୍ରାବଣୀ। ନିଶ୍ଚିତ ନିହାତି ଯେତେବେଳେ ଭାଇ ଏଦିନ ପରେ ଗୋଟେ ମାନେ ବିଗେଷ୍ଟ ଭଲ ପ୍ରୋଜେକ୍ଟରେ ବ୍ୟାକ୍ କରୁଛନ୍ତି ତ ହବ ନା। ହଁ ଯେ ଲାଷ୍ଟ ତମେ ମତେ ଜାଣିନ ମାନେ ଜି ସାର୍ଥକର ପ୍ରଥମ ସିରିଏଲ ଏଇଟା ମୋର। ବାସ୍ ତ ଏଇ ତାର ୟାର ଆୱାରନେସଟା ରହିବ ନା ନାହିଁ? ବଟ୍ ହଁ ଯେ ବଟ୍ ଝିଅ ଗୋଟେ 5 ମାସ ଝିଅକୁ ବି ପ୍ରମୋସନ ସେ କଥା ଆମେ ଛାଡିଦବା। ବର୍ତ୍ତମାନ ଆମେ ଗୋଟେ କଥା ଯେ ଜୁଲାଇ 27 ତାରିଖ ଦିନ 7:30 ବେଳେ ଶ୍ରାବଣୀର ফার্স্ট এপিসোড টেলিকাস্ট হচ্ছে আমরা। হ্যাঁ দেখিব কিন্তু সমস্তে দেখিবে। আমি মানে তো বহুত এক্সাইটেড হই। স্যার এ ভাই স্যার বহুত দিন পরে স্যার স্যার মু কোন শুনি স্যার শ্রাবণী কোন আসছে এই গলা দেখলা পুরো কোন বাস আর আমি বাস এইতি ভাই ମୁଁ ଶୁଣିଲି ସେଠି ଆସିଲି ସାର୍ କୁ ଦେଖିଲି ତ আরে ପଚାରେ एक्चुअली মু সেপଟେ যাଉଥିଲି এটি মু କହିଲି ବର୍ଷାରେ ଛିଡା ହେଇକି ଭାଇ শর্ট ନଉ ନାହାନ୍ତି ଏଠି କୋଣ ବର୍ଷାରେ ଛିଡା ହେଇକି ଚାଲ। ନାଇଁ ନାଇଁ ଶ୍ରାବଣର ମଜା ନଉଛୁ ମୁଁ। ଭାଇ ଭାବୁଛନ୍ତି ଶ୍ରାବଣରେ ଶ୍ରାବଣୀକୁ କେମିତି ହିଟ୍ କରିବେ ସେ ତା ବିଷୟରେ ହିଟ୍ ତ ନିଶ୍ଚୟ ହବ। ସାର୍ ଅଛନ୍ତି ଶୁଣ ଶୁଣ ବିଶ୍ୱାସ କରିବନି ମୁଁ ଯୋଉ ଦିନଠୁ ସୁଟିଂ କଲାଣି ସେଇ ଦିନଠୁ ବର୍ଷା ଯେତେବେଳେ ସୁଟିଂ କଲେ ସେତେବେଳେ ନା ଶ୍ରାବଣୀ ସାର୍ ଭାଇ ଭାଇ ନା ଶ୍ରାବଣୀ ବିନା ଶ୍ରାବଣରେ ଶ୍ରାବଣୀ କରିଦେବେ ମାନେ ଶ୍ରାବଣୀ ହିଟ୍ ହବ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଏଇଥିପାଇଁ ପୁରା ଶ୍ରାବଣ ମାସର ପ୍ରଥମ ସୋମବାର ଇଏ ଟେଲିକାଷ୍ଟ ହବ। ତେଣୁକରି ମହାକାଳ ମହାଶମ୍ଭୁ ଆଶୀର୍ବାଦ ନିଶ୍ଚିତ କରିବେ। ଆଉ ଭାଇଙ୍କର ଏଟା ଯିଏ ପ୍ରଥମ ଇଏ ମାନେ ସିରିଏଲ ମାନେ ପ୍ରଥମ ପ୍ରୋଜେକ୍ଟ ମାନେ ତ ଆମେ ସବୁ କିଛି ରିଭିଲ୍ କରିବାନି କାରଣ ଆମେ ଯେହେତୁ ଗୋଟିଏ ସେଟ୍ ଏଠି 3ଟା ସେଟ୍ ଅଛି ତୁ ଘୋରା ମୁଚାଇ ସାଥୀ ସତ ଖାଲି ଖେଳୁଥିଲେ ମୁଁ ପଛଆଡେ ଲେଖା ହେଇଛି ଭୋଳାନାଥ କଣ ଗୋଟେ ଶ୍ରାବଣର ସବୁଆଡେ ସବୁ ହିଁ ଶମ୍ଭୁ। ଏଇଠି 3ଟା ସିରିଏଲ ହଉଛି ସେଠି ଦେଖେଇ ହଉଛି ସାଥୀ ସାତ ଜନ୍ମର ଏଇଟା ଖରା ମୁଛାଇ ଶ୍ରାବଣୀ ଏଣ୍ଡ ଶ୍ରାବଣୀ ଏଇଟା ହଉଛି ଶ୍ରାବଣୀ। ବର୍ଷା ତମ ସିରିଏଲ ହଉଛି ଏକ୍ସଟ୍ରା। ଓ ମାଇ ଗଡ୍ ଯାହା ହଉ ମୁଁ କିଛି ଦିନ କାମ କରିଥିଲି ମାନସ ସାଙ୍ଗରେ ବହୁତ ଭଲ ଲାଗିଥିଲା। ଆଉ ସିଏ ଶ୍ରାବଣୀରେ ଦେଖିକି ଈର୍ଷା ହେଲାଣି ତାର ଯେ ଅବଭିୟସଲି ଆମ ସାମ୍ନାକୁ ଆସିଲେ ଆମେ ଚାହୁଁଥିଲୁ କି ସାର୍ ଆମ ଆଡେ ଆସନ୍ତୁ ବୋଲି। ଭଗବାନଙ୍କର ଯୋଉଠି ଯାହା ଏ ବର୍ଷା ହେଲା ଶ୍ରାବଣ ଆମେ ମାନେ ଆକ୍ଚୁଆଲି ଲକି ସାର୍ଙ୍କ ସହିତ କାମ କରିଛୁ। ଆଶୀର୍ବାଦ ବହୁତ ଜୋରରେ ଦେଲେଣି ବରୁଣ ଦେବ। ବଟ୍ ପଏଣ୍ଟ କୁ ଆସୁଛି ଆମେ ମାନେ କାମ କରୁଛୁ 5 ଦିନ ବୋଧେ ସାର୍ଙ୍କ ସହିତ କାମ କରିଛୁ ଆଣ୍ଡ ବହୁତ ଭଲ ଏକ୍ସପିରିଏନ୍ସ ହେଲା। ସେଇଥିପାଇଁ ମୁଁ ଜାଣିଛି ଯେ ନୂଆ ପିଲା ନୂଆ ତ କହିବିନି ସେମାନଙ୍କର ଏକ୍ସପିରିଏନ୍ସ ଅଳ୍ପ ବହୁତ ଅଛି। ଜ୍ୟୋତି ସୋନାଲି ସେମାନେ ବି ଶ୍ରାବଣୀରେ ବହୁତ ଭଲ କରିବେ ବୋଲି ଆମେ ଆଶା କରୁଛୁ। କ୍ୟାପ୍ଟେନ୍ ଅଫ୍ ଦି ସିପ୍ ଅଛନ୍ତି ସେ ବାହାର ଆଣ୍ଡ ଅବଭିୟସଲି ଡିରେକ୍ଟର ଆଉ ଜଣେ ବି ଅଛନ୍ତି ଭାଇ ଆମର ଆଗକୁ ତ ସମସ୍ତେ କେବେଠୁ ଦେଖିଥିବେ ଜାଣିଥିବେ ଆଉ ମୁଁ ବି କାମ କରୁଛି ସାର୍ଙ୍କ ସହିତ ଆଣ୍ଡ ସିରିୟସଲି ଆଶା କରୁଛୁ ଆପଣମାନେ ବହୁତ ମାତ୍ରାରେ ଭଲ ପାଇବା ଦେବେ। ଆମ ନୂଆ ଧାରାବାହିକ ଜି ସାର୍ଥକରେ ଆସୁଛି 7:30 ବେଳେ ପ୍ରତ୍ୟେକ ଦିନ ମାନେ ମଣ୍ଡେ ଟୁ ସାଟରଡେ ଦେଖିବେ ନିହାତି ଜି ସାର୍ଥକରେ। 27 ତାରିଖ ମାନେ ଏଇ ସୋମବାର ଆସନ୍ତା ସୋମବାର ଶ୍ରାବଣୀ। ସେଦିନ ଆଉ ଗୋଟେ କଥା ଜାଣିଛ ନା ନାଇଁ
ମାନେ ଶ୍ରାବଣ ମାସ କହିଲେ କଣ ସୋମବାରେ ପାଣି ଢଳା ପ୍ରଥମ କି ହଁ। ପ୍ରଥମ ପାଣି ଢଳା ନା ଆଗୁ ନାଇଁ ହେଲାଣି ନାଇଁ 3 ତାରିଖ ଆକ୍ଚୁଆଲି ଆମର ସଂକ୍ରାନ୍ତି ପୂର୍ଣ୍ଣମୀରେ ଯୋଉ ପାଉଛନ୍ତି 3 ତାରିଖ ଆରମ୍ଭ ବଟ୍ ଯୋଉମାନେ ସଂକ୍ରାନ୍ତି ପାଇଲେ ତାଙ୍କର ଅଲରେଡି ଚାଲିଲାଣି ସଂକ୍ରାନ୍ତି। ଆଚ୍ଛା 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 ଆଉ ସେଦିନ ଆଉ ଗୋଟେ ବଢିଆ ଜିନିଷ ଯାଉଛି ନୀଳାଦ୍ରି ବିଜେ ଏ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ। ଲକି ଡେବି ଆଜ୍ଞା କଣ ଦରକାର ତାହେଲେ ତେଣୁ ମତେ ଆମେ ଲାଗିଲାଣି ଅପେକ୍ଷାରେ ରହିଲୁ ଆପଣ ମାନେ ଶ୍ରାବଣୀ ଦେଖିକି ମତାମତଟା ନିଶ୍ଚିତ ଭାବରେ ଜଣାଇବେ। ଶ୍ରାବଣୀ ନିଶ୍ଚୟ ଟକ୍କର ଦବ କାରଣ ଏତେ ଲାଗିଲା। ସବୁ ଜିନିଷ ଯୋଉ ପଜିଟିଭ ମାନେ ହିସାବରେ ଡିଭାଇନ ର ପାୱାର ଏମିତିରେ ବି ଜି ସାର୍ ତକ ଯୋଉ ବି ପ୍ରୋଜେକ୍ଟ ନିଏ ବହୁତ ହି ତାଙ୍କ ପଛରେ ଲାଗି ପଡନ୍ତି ସେ ଷ୍ଟୋରି ୱାଇଜ ହଉ ସେ କାଷ୍ଟିଂ ୱାଇଜ ହଉ ଆଣ୍ଡ ଡିରେକ୍ଟର ତ ସମସ୍ତେ ଜାଣିଛନ୍ତି ଓଡ଼ିଶାରେ ଏବେ ଖାଲି ମାନେ ଟିଭିରେ ସାର୍ ଫେମସ୍ ନୁହନ୍ତି ଏବେ ସୋସିଆଲ ମିଡ଼ିଆରେ ବି ବହୁତ famous। ନାଇଁ, ନାଇଁ, ମିଲିୟନ ମିଲିୟନରେ ଯାଏ ତାଙ୍କ ଭ୍ୟୁଜ୍ ଗୁଡ଼ା ଆଣ୍ଡ ବହୁତ ଇଣ୍ଟରେଷ୍ଟିଂ ଥାଏ ଆମେ ଦେଖି ଆସିଛୁ ଆଣ୍ଡ କାମ ତ କରୁଛୁ ତ ଆପଣ I ଝିଅ know। ଉପରେ ଆହୁରି ବହୁତ ବଢିଆ ଲାଗୁଛି ବ୍ଲଗ ଆପରେ ମୋ ଝିଅ ଖାଲି ପବ୍ଲିସିଟି କରିବ ଆଉ କେହି ନାହିଁ। କାରଣ ସେ କଥା କହୁ ଆମେ ଆଉ ଏ ୟୁଜ କାହିଁ କରିବାନି। ଯୋଉଟା ଆମେ କହୁଛୁ ନା ପ୍ଲିଜ ସାର୍ଙ୍କ ଆଇଡି କୁ ଯାଆନ୍ତୁ ଦେଖନ୍ତୁ କେତେ କ୍ୟୁଟ ଲାଗୁଛି ମାତ୍ର 5 ବର୍ଷର ଛୁଆଟା 5 ବର୍ଷ 5 ମାସର ଛୁଆଟା ବହୁତ କ୍ୟୁଟଲି କହିଛି ଶ୍ରାବଣୀ ମୋ ବାପାର ନୂଆ ସିରିଏଲ ଆସୁଛି ଶ୍ରାବଣୀ ଦେଖିବାକୁ ଭୁଲିବେନି।